ସରଗରମ ହେଉଛି ଓଡ଼ିଶାର ରାଜନୀତି। ଭୋଟରକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ତିନି ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବା ବେଳେ ଷ୍ଟାର ପ୍ରଚାରକମାନେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି। ତେବେ ଏଥର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଢେଙ୍କାନାଳ ଲୋକସଭା ଆସନ। ଏହି ଆସନରେ ଏଥର ତ୍ରିମିକ ଲଢ଼େଇ ଦେଖିବାର ସମ୍ଭାବନା ରହିଛି। ଏହି ଆସନ ପାଇଁ ଏଥର ବିଜେଡି ନୂଆ ଚେହେରା ଭାବେ ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ତାଙ୍କର ଦାଦା ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ସହଯୋଗରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ବିଜେପି ତାର ପୁରୁଣା ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କୁ ରଣାଙ୍ଗନାକୁ ଅବତୀର୍ଣ୍ଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନମତ ଓ ନିଜର ଅଭିଜ୍ଞତାକୁ ଆଧାର କରି ରୁଦ୍ର ଏଥର ନିର୍ବାଚନ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି କଂଗ୍ରେସ ସେଠାରେ ମହିଳା କାର୍ଡ ଖେଳିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମୋହନ ବେହେରାଙ୍କ ଝିଅ ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ବାପାଙ୍କର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ସସ୍ମିତା ବେହେରା ବିଜୟ ପାଇଁ ଆଶାବାଦୀ ରହିଛନ୍ତି। ଗତ ଦୁଇଟି ନିର୍ବାଚନ କଥା ଯଦି କହିବା 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ 5 ଲକ୍ଷରୁ ଅଧିକା ଭୋଟ ପାଇ ବିଜୟ ଲାଭ କରିଥିଲେ। ବିଜେପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି 4.87 ଲକ୍ଷରୁ ଅଧିକ ଭୋଟ ପାଇ ଏବଂ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହ 80,000 ଅଧିକ ଭୋଟ ପାଇଥିଲେ। ସେହିପରି 2014ରେ ବିଜେଡି ପ୍ରାର୍ଥୀ ତଥାଗତ ଶତପଥୀ 5 ଲକ୍ଷରୁ ଅଧିକ ଭୋଟ ପାଇ ବିଜୟ ଲାଭ ହୋଇଥିଲା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର 3.15 ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ସୁଧୀର କୁମାର ସାମଲ 2.13 ଲକ୍ଷରୁ ଅଧିକ ଭୋଟ ପାଇଥିଲେ। ସେହିପରି 2009 ଏବଂ 2004ରେ ବିଜେଡି ପ୍ରାର୍ଥୀ ତଥାଗତ ଶତପଥୀ ବିଜୟ ଲାଭ ହୋଇଥିଲେ। 2004 ମସିହା ପରଠାରୁ ବିଜେଡି ଏହି ଆସନ କ୍ରମାଗତ ଭାବେ ଜିତି ଆସୁଛି। ତେବେ ଏଥର ଢେଙ୍କାନାଳବାସୀ କାହାକୁ ଭରସା କରନ୍ତୁ ଜାଣିବା ନିର୍ବାଚନ ପରେ।